ସଚିନ ଏବଂ କୋହଲିଙ୍କୁ ପଛରେ ପକାଇ ନୂଆ କୀର୍ତ୍ତିମାନ ହାସଲ କଲେ ଶୁଭମନ ଗିଲ୍। ସେପଟେ ଦିନିକିଆରେ 200ଟି ୱିକେଟ୍ ନେଇ ଇତିହାସ ରଚିଲେ ମହମ୍ମଦ ସାମି। ହଁ ଦର୍ଶକ ବନ୍ଧୁ, ଚଳିତ ଚାମ୍ପିୟନ୍ସ ଟ୍ରଫି 2025ରେ ଶୁଭମନ ଗିଲ୍ଙ୍କ ଆକର୍ଷଣୀୟ ଶତକ ସହାୟତାରେ ଭାରତ 6 ୱିକେଟରେ ବାଂଲାଦେଶକୁ ପରାସ୍ତ କରି ବିଜୟ ଅଭିଯାନ ଆରମ୍ଭ କରିଛି। ଗିଲ୍ 129ଟି ବଲ୍ରୁ 9ଟି ଚୌକା ଏବଂ 2ଟି ବିଶାଳ ଛକା ସହାୟତାରେ 101 ରନ୍ କରିଥିଲେ। ଏହି ମ୍ୟାଚ୍ରେ ଶୁଭମନ ଗିଲ୍ ଆଉ ଏକ କୀର୍ତ୍ତିମାନ ନିଜ ନାମରେ କରିଛନ୍ତି। ଗିଲ୍ ଭାରତ ପକ୍ଷରୁ ସବୁଠାରୁ କମ୍ ଇନିଂସରେ 8ଟି ଶତକ ହାସଲ କରିବାରେ ଶୀର୍ଷରେ ରହିଛନ୍ତି। ସେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ଏବଂ ବିରାଟ କୋହଲିଙ୍କୁ ମଧ୍ୟ ପଛରେ ପକାଇ ଦେଇଛନ୍ତି। ଗିଲ୍ ମାତ୍ର 51ଟି ଇନିଂସରେ ଏହି ସଫଳତା ହାସଲ କରିଛନ୍ତି। ତାଙ୍କ ପଛକୁ ଶିଖର ଧାୱନ ରହିଛନ୍ତି। ସେ 57ଟି ଇନିଂସରେ 8ଟି ଶତକ ମାରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିରାଟ କୋହଲି 68ଟି ଇନିଂସ, ଗୌତମ ଗମ୍ଭୀର 98ଟି ଇନିଂସ ଏବଂ ସଚିନ ତେନ୍ଦୁଲକର 111ଟି ଇନିଂସରେ ଏହି ସଫଳତା ହାସଲ କରିଥିଲେ। ଏହି ମ୍ୟାଚ୍ରେ ମହମ୍ମଦ ସାମି 5ଟି ୱିକେଟ୍ ହାସଲ କରି ସଫଳ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଆହତ ସମସ୍ୟା ଯୋଗୁଁ ସେ ଦୀର୍ଘ ଦିନ ଧରି ଅନ୍ତର୍ଜାତୀୟ କ୍ରିକେଟରୁ ଦୂରେଇ ରହିଥିଲେ। ସବୁଠାରୁ କମ୍ ବଲ୍ରେ ସାମି 200ଟି ଦିନିକିଆ ୱିକେଟ୍ ହାସଲ କରି ଭାରତୀୟ ବୋଲରଙ୍କ ମଧ୍ୟରେ ଶୀର୍ଷ ସ୍ଥାନରେ ରହିଛନ୍ତି।